ତ ଦର୍ଶକ ବନ୍ଧୁ ପିଲାମାନେ ସେମାନଙ୍କର ମାଟ୍ରିକ ପରୀକ୍ଷା ଦେଇ ସାରିବା ପରେ ତାର ରେଜଲ୍ଟକୁ କିଭଳି ଭାବରେ ଡିଜିଟାଲାଇଜ୍ ସାର୍ଟିଫିକେଟ୍ ନିଜ ଫୋନ୍ ମାଧ୍ୟମରେ ଡାଉନଲୋଡ୍ କରିବେ ତାହା ମୁଁ ଆଜି ଆପଣମାନଙ୍କୁ ଏହି ଭିଡ଼ିଓରେ ଦେଇଦେବି। ତା ସହିତ 7 ଦିନ ପୂର୍ବରୁ ଡାଉନଲୋଡ୍ କଲେ କେତେ ପଇସା ଲାଗିବ, 7 ଦିନ ପରେ ଡାଉନଲୋଡ୍ କଲେ କେତେ ପଇସା ଲାଗିବ ତାହାର ବି ଇନଫର୍ମେସନ୍ ମୁଁ ଦେବି। ଆଉ ଆଗରୁ ବହୁତ ପିଲାଙ୍କର ରିକ୍ୱେଷ୍ଟ ଥିଲା କି ଆମର ବୋର୍ଡ଼ ତରଫରୁ ଏତିକି ମାର୍କ ମିଳିବା କଥା, ମୋର ଏତିକି ମାର୍କ ଆସିନି। ଆପଣମାନେ ମଧ୍ୟ ଚାହିଁଲେ ରିଚେକିଂ ପାଇଁ ଆପ୍ଲାଏ କରିପାରିବେ। ତ ରିଚେକିଂ ପାଇଁ କେତେ ସମୟ ଅଛି ଆଉ ତା ସାଙ୍ଗରେ କେତେ ଚାର୍ଜେସ୍ ଲାଗୁଛି ମୁଁ ଆପଣମାନଙ୍କୁ ଏ ଭିଡ଼ିଓରେ କହିଦେବି। ତ ଆପଣମାନଙ୍କୁ ମୋର ଗୋଟେ ଛୋଟିଆ ରିକ୍ୱେଷ୍ଟ କି ଦୟାକରି ଭିଡ଼ିଓଟାକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଯଦି ପ୍ରଥମ ଥର ପାଇଁ ଆମ ଭିଡ଼ିଓଟିକୁ ଦେଖୁଛନ୍ତି ଏବେ ହିଁ ଭିଡ଼ିଓ ଗୋଟେ ଲାଇକ୍ କରିଦିଅନ୍ତୁ। ଆଉ ତା ସାଙ୍ଗେ ସାଙ୍ଗେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ବଟନକୁ ଅଲ୍ରେ ଦବାଇ ଦିଅନ୍ତୁ। ତ ଆଉ ଡେରି କରିବାନି, ଚାଲନ୍ତୁ ଆମେ ଶୋ ଲେଟ୍ ଷ୍ଟାର୍ଟ। ଫ୍ରେଣ୍ଡସ୍ ନମସ୍କାର, ଜୟ ଜଗନ୍ନାଥ। ମୁଁ ମନୁଆ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଦମଦାର ଭିଡ଼ିଓରେ। ଦର୍ଶକ ବନ୍ଧୁ, ମ୍ୟାଟ୍ରିକ ପିଲାଙ୍କର ଯାହାକି ଡିଜିଟାଲାଇଜ୍ ସାର୍ଟିଫିକେଟ୍ ଦୁଇ ପ୍ରକାର ଷ୍ଟେପ୍ରେ ଡାଉନଲୋଡ୍ ହେବ। ପ୍ରଥମଟି ହେଉଛି କ୍ରୋମ୍ ସାହାଯ୍ୟରେ, ଗୁଗୁଲ କ୍ରୋମ୍ ସାହାଯ୍ୟରେ, ଆଉ ଦ୍ୱିତୀୟଟି ହେଉଛି ହ୍ୱାଟ୍ସଆପ୍ ମାଧ୍ୟମରେ। ତ ଏଥିମଧ୍ୟରୁ ଯାହାକି ବହୁତ ସହଜ ହେବ ମୁଁ ସେଇଟା ସର୍ବପ୍ରଥମେ ଆପଣଙ୍କୁ କହୁଛି, ଯାହାକି ହ୍ୱାଟ୍ସଆପ୍ ମାଧ୍ୟମରେ କେମିତି ଆପଣମାନେ ଆପଣଙ୍କର ମ୍ୟାଟ୍ରିକ ସାର୍ଟିଫିକେଟ୍ ଡିଜିଟାଲାଇଜ୍କୁ ଡାଉନଲୋଡ୍ କରିପାରିବେ। ଆସନ୍ତୁ ଜାଣିନେବା। ତ ସର୍ବପ୍ରଥମେ ଯାହାକି ଆପଣମାନେ ଆପଣଙ୍କ ନିଜ ମୋବାଇଲ ହ୍ୱାଟ୍ସଆପ୍ରୁ 7710058192କୁ ସେଭ୍ କରିବାକୁ ହେବ। ନମ୍ବରଟି ଆଉଥରେ କହି ରଖୁଛି, 7710058192କୁ ସେଭ୍ କରିନେବେ। ଦ୍ୱିତୀୟରେ ସେହି ହ୍ୱାଟ୍ସଆପ୍ ନମ୍ବରକୁ ହାଏ କିମ୍ବା BSI ଲେଖି ମେସେଜ୍ କରିବାକୁ ହେବ। ଆପଣମାନଙ୍କୁ ହାଏ କିମ୍ବା BSI ଲେଖି ଆପଣ ମେସେଜକୁ ସେଣ୍ଡ କରିବେ। ଷ୍ଟେପ୍ 3ରେ ଯାହାକି ଆପଣଙ୍କୁ ତିନୋଟି ଅପସନ୍ ଆସିବ, ଯାହାକି AHSC ମଧ୍ୟମା, ତା ସାଙ୍ଗରେ OSSC ଫାଷ୍ଟ। ସେଥିମଧ୍ୟରୁ ଆପଣ ଯେଉଁଠି ଆବଶ୍ୟକ ସେଇଠି ସିଲେକ୍ଟ କରିବେ। ଏକ୍ଜାମ୍ପଲ୍ ଧରନ୍ତୁ, ଆପଣ ଯେହେତୁ ଦଶମ ରେଜଲ୍ଟ ମ୍ୟାଟ୍ରିକ ସାର୍ଟିଫିକେଟ୍ ଡାଉନଲୋଡ୍ କରିବେ, ସେଥିପାଇଁ HAC ଯାହାକି AHSCଟାକୁ ଆପଣ ସିଲେକ୍ସନ୍ କରି ସେଣ୍ଡ କରିବେ। ଚତୁର୍ଥରେ ଯାହାକି ଆପଣଙ୍କୁ HASC 2024ରେ କ୍ଲିକ୍ କରିବାକୁ ପଡ଼ିବ। 5 ନମ୍ବର ହେଉଛି, ଏହାପରେ ଆପଣଙ୍କ ନିଜର ଦଶମ ପରୀକ୍ଷା ଦେଇଥିବା ରୋଲ୍ ନମ୍ବରକୁ ସଠିକ୍ ଭାବରେ ଏଣ୍ଟର କରାଇ ନେବେ। ଆଉ ଷଷ୍ଠରେ ହେଉଛି, ଯାହାକି ରୋଲ୍ ନମ୍ବର ଏଣ୍ଟ୍ରି କରିସାରିବା ପରେ ନିଜର ଜନ୍ମ ତାରିଖ ବା ଡେଟ୍ ଅଫ୍ ବାର୍ଥ ଯାହା ଆପଣଙ୍କର ଥିଲା ତାହା ଆଡ଼ମିଟ୍ କାର୍ଡ଼ରେ ଅଛି, ସେଇଟା ଆପଣଙ୍କୁ ଦେବାକୁ ପଡ଼ିବ। 7 ନମ୍ବରରେ ହେଉଛି, ଆପଣଙ୍କ ପାଖରେ ଥିବା ଏକ ମୋବାଇଲ ନମ୍ବର ଆପଣଙ୍କୁ ସେଠି ଏଣ୍ଟର କରିବାକୁ ପଡ଼ିବ, ଯାହାକି ସେ ମୋବାଇଲ ନମ୍ବରକୁ OTP ଆସିବ। ତାପରେ 8 ନମ୍ବର ଷ୍ଟେପ୍ରେ OTP ଆସିଲା ପରେ ଆପଣ ସେହି OTPକୁ ଖାଲି ସ୍ଥାନରେ ପୂରଣ କରି ଏଣ୍ଟ୍ରି କରିବେ, ଯାହାକି ଆପଣଙ୍କ ପାଖକୁ ମେସେଜ ସାହାଯ୍ୟରେ OTP ଯାଇଥିବ। ସେଇଟା ଦେଲେ ଯାଇ ଆପଣଙ୍କର ଭେରିଫାଏ ହେବ। ଭେରିଫାଏ ହେଲା ପରେ ଆପଣଙ୍କର ଡିଜିଟାଲାଇଜ୍ ସାର୍ଟିଫିକେଟ୍ ଯାହାକି PDF ସାହାଯ୍ୟରେ ବାହାରି ଆସିବ, ଆପଣ ତାକୁ ଡାଉନଲୋଡ୍ କରିପାରିବେ। ତ ବଡ଼ କଥା ହେଉଛି କି ଆପଣ ଏହି ମ୍ୟାଟ୍ରିକ ଡିଜିଟାଲାଇଜ୍ ସାର୍ଟିଫିକେଟ୍ 7 ଦିନ ପୂର୍ବରୁ ଡାଉନଲୋଡ୍ କଲେ ମାଗଣାରେ ଡାଉନଲୋଡ୍ କରିପାରିବେ। ଆଉ ଯଦି 7 ଦିନ ଡେଇଁ ପଡ଼େ ତାହେଲେ ଆପଣଙ୍କୁ ଚାର୍ଜେସ୍ ଦେବାକୁ ପଡ଼ିବ। 10 ନମ୍ବରରେ ହେଉଛି କି ଏହି ଡିଜିଟାଲାଇଜ୍ ମ୍ୟାଟ୍ରିକ ସାର୍ଟିଫିକେଟ୍ PDFଟି ପାଇଲା ପରେ ଆପଣଙ୍କୁ A4 ସାଇଜ୍ ପ୍ରିଣ୍ଟ ବାହାର କରିବାକୁ। A4 ସାଇଜ୍ ପ୍ରିଣ୍ଟ ବାହାର କଲେ ଯାହାକି ଆପଣଙ୍କୁ ନ୍ୟାଚୁରାଲ ଓରିଜିନାଲ ଟାଇପ୍ର ଦେଖାଯିବ। ଆଉ A4 ସାଇଜ୍ରୁ କମ୍ ଡାଉନଲୋଡ୍ କରିବେନି। ଆଉ ଯାହାକି ଆପଣମାନଙ୍କୁ ଗୋଟେ ସୂଚନା ଅଛି କି A4 ସାଇଜ୍ ପେପର ଡାଉନଲୋଡ୍ କରିବେ, ତା ସଙ୍ଗେ ସଙ୍ଗେ 140 140 GSM କାର୍ଡ଼ରେ ଆପଣ ଆଗ ପଛ ଯାହାକି ବ୍ୟାକ୍ ସାଇଡ୍ ପଛପଟେ ରହିବ, ଫ୍ରଣ୍ଟ ସାଇଜ୍ ଫ୍ରଣ୍ଟରେ ରହିବ। ଗୋଟେ ପେପରର ଦୁଇ ପଟ ସାଇଡ଼୍ରେ ଆପଣ ପକେଇବେ, ଯାହାକି ଫ୍ରଣ୍ଟ ପେଜ୍ରେ ଫ୍ରଣ୍ଟ ଭାଗ ରହିବ, ବ୍ୟାକ୍ ପେଜ୍ରେ ବ୍ୟାକ୍ ପଛପଟେ ରହିବ। ଥିଲା ହ୍ୱାଟ୍ସଆପ୍ ମାଧ୍ୟମରେ ଡିଜିଟାଲାଇଜ୍ ସାର୍ଟିଫିକେଟ୍ ମ୍ୟାଟ୍ରିକ କିଭଳି ଡାଉନଲୋଡ୍ କରିବା। ତ ଏବେ ଆସନ୍ତୁ ଆମେ ଜାଣିବା, ଯାହାକି କ୍ରୋମ୍ ବା ଗୁଗୁଲ ସାହାଯ୍ୟରେ କିଭଳି ଆମେ ମ୍ୟାଟ୍ରିକର ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ୍ କରିବା। ଗୁଗୁଲ ବା କ୍ରୋମ୍ରେ ଆମେ ଯାଇ ସର୍ଚ୍ଚ କରିବା BSE ଓଡ଼ିଶା ନଚେତ୍ BSEODISA.ac.inରେ ଆମେ ଲଗ୍ଇନ୍ କରିବା। ତ ଲଗ୍ଇନ୍ କଲା ପରେ ଆପଣଙ୍କୁ ସର୍ବପ୍ରଥମେ ଫାଷ୍ଟ ଲିଙ୍କରେ କ୍ଲିକ୍ କରିବାକୁ ପଡ଼ିବ। ତାପରେ ଆପଣଙ୍କୁ ଏଇ ଟାଇପ୍ର ଇଣ୍ଟରଫେସ୍ ଆସିଯିବ। ଆପଣ ଏଇ ଟାଇପ୍ର ଇଣ୍ଟରଫେସ୍ ଆସିଲା ପରେ ଆପଣ ଉପରକୁ ସ୍କ୍ରୋଲ୍ ଡାଉନ୍ କରିବେ। ସ୍କ୍ରୋଲ୍ ଡାଉନ୍ କଲା ପରେ ଆପଣଙ୍କୁ ପୁରା ଅପଡେଟ୍ ଆସିଯିବ। ଆପଣ ସେଇ ଲେଟେଷ୍ଟ ଅପଡେଟ୍ ପାଖରେ ଯାହାକି କ୍ଲିକ୍ କଲେ ଆସିଯିବ ରେଡ୍ ମୋର୍, ଯାହାକି ରେଡ୍ ମୋର୍ ଗଲା ପରେ ଆପଣଙ୍କୁ ଗୋଟେ ସର୍ବପ୍ରଥମେ ଏଇଠି ଲିଙ୍କଟା ଆସିବ 2024, ଯାହାକି ଡେଟ୍ ପଡ଼ିଥିବ HSC ଡାଉନଲୋଡ୍ ସାର୍ଟିଫିକେଟ୍, ତାକୁ ଆପଣ କ୍ଲିକ୍ କରିନେବେ। ତ କ୍ଲିକ୍ କରି ନେଲା ପରେ ଆପଣଙ୍କୁ ଏଇ ଟାଇପ୍ର ଗୋଟେ ଇଣ୍ଟରଫେସ୍ ଆସିଯିବ।
सर्वप्रथम रहिबो जे टाइप ऑफ सिलेक्शन जे क्षेत्र आपण माने एएचएससी जे दशम सिलेक्शन करिनेबे टाइप ऑफ एग्जामिनेशन रे एएचएससी सिलेक्शन करनेबे तापर ईयर ऑफ एग्जामिनेशन जहा कि आपण जो मसिया परीक्षा दिन 2024 सिलेक्शन करिनेबे तो 3 नंबर आसी जो आपण डेट ऑफ बर्थ सेतरे आपण माने आपण एडमिट कार्ड रे थिबा डेट ऑफ बर्थ को भरि नेबे तापर आसी जीवो रोल नंबर आपण रोल नंबर टी भरि नेबे तापर आपण पाके थोड़ मोबाइल नंबर भरला पर ओटीपी रे रिसेंट ओटीपी आपण क्लिक करिवे भला पर आपण मोबाइल की गोटे ओटीपी आसो ओटीपी आसबार किछि समय पर आपनकर जहा कि मैट्रिक डिजिटलाइज सर्टिफिकेट डाउनलोड हवा पे पीडीएफ आसी जो तापर आपण A4 साइज जहा कि 140 जीएसएम कार्ड रे आपण डाउनलोड कर पर्टिकुलर नेचुरल 100% ओरिजिनल भलिया देखा जो आपण डाउनलोड करैने तो बंधु तो ये तो थिला द्वितीय रे जहा कि गूगल क्रोम साहाय्य रे जहा कि मैट्रिक डिजिटल सर्टिफिकेट डाउनलोड करियार प्रोसेस जहा कि आपण माने 7 दिन पूर्व डाउनलोड कले फ्री रो कॉस्ट रहइबो आ 7 दिन ऊपर आपण डाउनलोड करे कॉस्ट चार्जेस लागिवो तो आपण माने होइतो जदी के डाउनलोड करछन तल कमेंट बॉक्स रे यस लिखंतु आमे डाउनलोड करछु तो जो माने न करछन से माने भी लिखंतु जे आमे करिनो बोली कमेंट करंतु तो दर्शक बंधु एबे आसु जानिबा 3 नंबर जहा कि दशम पिलांकर मैट्रिक परीक्षा बढ़िया कथा आउ बहुत मार्क जो मैंने रखते 100% बहुत कम मार्क अच्छी ए विषय तो पिला मानक बोर्ड तरफ कह जाए कि जदि आपण मैंने 100% मार्क रखार आप योग्यता अच्छी कि 500 कि 400 हो जदि आप 200 250 पाखापाखि आम लक्ष्य रखुच तो आपण मैंने चाहिए से बोर्ड ऑफ एग्जामिनेशन रिचेकिंग आप अप्लाई करें जहाँकि से रिचेकिंग आपन को जहाँकि अगस्ट 15 तारिख जाए समय अच्छी आपण आरि भितर रिचेकिंग अप्लाई कले आपण खाता पुनर्बार से विषय आउ थे चेकिंग हवा एथि आपन को 100 टका चार्जेस लागो तो आमे कहवा कथा होची कि आपन को पछे 100 चार्जेस लागू किंतु आपन जेमति हक परिश्रम करछन ताल परिश्रम मूल्य रहबा निहाती दरकार तो आपण माने को कोन मत कहबे आपन कमेंट बॉक्स रे मतामत तो बंधु आज मैट्रिक परीक्षा को नहीं जो सर्टिफिकेट को नहीं भिडियोटी आपण मानक केमिति लागिला आपण कमेंट रे मतामत देबे आउ एबे ही जदि आप प्रथम थर में वीडियोटा को देखछन वीडियो गोटे लाइक कर दियंतु ता संगे संगे मनोरंजन मनरेट चैनल सब्सक्राइब करी पाखरे घंटे ऑल दबाइ दिन तो आज मु रहूची विदाय नौची पुणी देखा नेक्स्ट एक एपिसोड से पर्यंत विदाय दियंतु टेक केयर बाय बाय जय जगन्नाथ।